ଦହି ବରା ସକାଳୁ ସକାଳୁ ନେଇଗଲାଣି। ମୁଁ ଆଜି ଖାଇବାର ନାହିଁ, ଘରେ ବୋଧେ ଭଣ୍ଡାକୁ ଯାଇଛି ବୋଲି। ଶୁଣୁନ, ପଳଉଛ କାହିଁ? ପଳେଇ ଯାଉଛ କାହିଁକି? ମୁଁ କହୁଛି ବା, କି ଲାଜ। ଓ ଭାଉଜ କ'ଣ ଚାଲିଛି? ଚାଲିଛି ଖାଇବା ନା ଦହିବରା ସବୁ ଆସିଛି ପୁରା ଘରେ ବନାଇଲେ। ଭାଇ ଯାଇକି ନେଇକି ଆସିଛନ୍ତି। କେତେଟା ଖାଇବ କହିଲ? ସେଇ ତରକାରୀ ମୁଁ 2ଟା ଖାଇବି। 2ଟା ନା 3ଟା? ନା 2ଟା। ଦହିବରାଟା କାଲି କହୁଥିଲ ବା? ଦହିବରାଟା ଖାଇଲେ ପୁରା ପେଟ ପୁରା ଶାନ୍ତି। ହଁ, ବାବା ତ ଖାଇବେନି, ସେ ରୁଟି ଆଉ ଭଣ୍ଡା ଭଜା ଖାଇସାରିଛନ୍ତି। ଆମମାନେ ଖାଇବା, ସେଥିପାଇଁ 4ଟା ଜାଗାରେ ବାଢ଼ିଦେବା। ତମର 2ଟା, ମୋର 2ଟା, ଭାଇଙ୍କର 4ଟା, ମାଙ୍କର 2ଟା। ଏମିତି ଘରେ ଆଣି କ'ଣ ଖାଇଲେ ମଜା ଲାଗେ? ଦୋକାନ ପାଖରେ ଖାଇଲେ ବହୁତ ମଜା ଲାଗେ। ସାଙ୍ଗେ ସାଙ୍ଗେ ଖାଇବ, ଦହି ପାଣି ଟିକେ ପିଇବ, ସେଇଟା ହେଉଛି ଅସଲି ମଜା, ଖାଇବାର ମଜା ଆସିବ। ଦହିବରା ରେଡ଼ି ହେଇଗଲା, ଚାଲ ଭାଇଙ୍କୁ ଡାକ। ଆଉ ମେନ୍ ଜିନିଷଟା ହେଉଛି ଦହି ପାଣି। ଖାଇସାରିଲା ପରେ ଦହି ପାଣି ପିଇଲେ ଟିକେ ଶାନ୍ତି ମିଳିବ। ଭାଇ ବି ସେମିତି। କୋଉଟା ଖାଇବ? ମୁଁ ଖାଇବି 2ଟା ମନ୍ଦିର ଜିନିଷ। ତମେ ଯେଉଁଟା ବାଛି ନ ସେଇଟା ତମର। କୁହ। ନା ନା, ସେମିତି କର। ଏଇଟା ଖାଇବି।